ସମୟର ଅତ୍ୟନ୍ତ ଉଜ୍ଜଳ ପ୍ରତିଭାର ପ୍ରମାଣ ରଖିଥିବା ଲିଟିଲ୍ କରର ଆମଠାରୁ ଦୂରେଇ ଯିବାର କଥାଟିକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ଏତେ କମ୍ ବୟସରେ ଏତେ ପ୍ରତିଭାର ଅଧିକାରୀ ହେଇ ଆମ ସାଙ୍ଗରୁ ଆହୁରି ଅନେକ କିଛି ତାଙ୍କଠାରୁ ଆମେ ସବୁ ଆଶା ରଖିଥିଲୁ, କିନ୍ତୁ ଈଶ୍ୱରଙ୍କର ବିଧାନ ଭିନ୍ନ। ତେବେ ମୁଁ ଆଜି ତାଙ୍କର ଏହି ପ୍ରଥମ ବାର୍ଷିକ ସ୍ମୃତି ସଭାରେ ତାଙ୍କୁ ଭଲ ପାଉଥିବା ସବୁ ପ୍ରତିଭାମାନଙ୍କୁ ଗୋଟିଏ କଥା କହିବି ଯେ ଲିଟିଲ୍ କରଙ୍କର ଜୀବନ ଆମକୁ ଗୋଟିଏ ବାର୍ତ୍ତା ଦେଇ ଆମ ସମସ୍ତଙ୍କୁ ଉତ୍ସାହିତ କରୁ ଯେ ଯେତେ ପ୍ରତିକୂଳ ପରିସ୍ଥିତି ହେଲେ ମଧ୍ୟ ଆମେ ତାର ମୁକାବିଲା କରିବା ପାଇଁ ଆଦୌ ପଛେଇବା ନାହିଁ। ସେ ଯେଉଁ ରୋଗରେ ଆକ୍ରାନ୍ତ ହୋଇଥିଲେ, ସେ ରୋଗ କଥା ଶୁଣିଲେ ହିଁ ଅନେକ ଲୋକ ହତୋତ୍ସାହିତ ହେଇଯିବେ। ଦୀର୍ଘ 20 ବର୍ଷରୁ ଅଧିକ ସମୟ ଏ ରୋଗ ସହିତ ସଂଗ୍ରାମ କରିବା ସହିତ ସେ ତାଙ୍କର କଳା ପ୍ରତି ଥିବା ସମର୍ପଣ ଭାବ ଏବଂ ସଙ୍ଗୀତରେ ଯେଉଁ ପାରଦର୍ଶିତା ହାସଲ କରିଥିଲେ, ସେଥିରେ କିଛି କମ୍ କରିନାହାନ୍ତି। ଏହି କଥାଟି ଆମର ଉତ୍ତର ପିଢ଼ି ଶିଖିବା ଉଚିତ। ତାହେଲେ ଯାଇ ତାଙ୍କର ଏହି ସ୍ମୃତିଚାରଣ ସଭାରେ ଯେଉଁ ସମ୍ମାନ ଆମେ ପ୍ରଦର୍ଶନ କରୁଛେ, ସମୟର ଅତ୍ୟନ୍ତ ଉଜ୍ଜଳ ପ୍ରତିଭାର ପ୍ରମାଣ ରଖିଥିବା ଲିଟିଲ୍ କରର ଆମଠାରୁ ଦୂରେଇ ଯିବାର କଥାଟିକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ଏତେ କମ୍ ବୟସରେ ଏତେ ପ୍ରତିଭାର ଅଧିକାରୀ ହେଇ ଆମ ସାଙ୍ଗରୁ ଆହୁରି ଅନେକ କିଛି ତାଙ୍କଠାରୁ ଆମେ ସବୁ ଆଶା ରଖିଥିଲୁ, କିନ୍ତୁ ଈଶ୍ୱରଙ୍କର ବିଧାନ ଭିନ୍ନ। ତେବେ ମୁଁ ଆଜି ତାଙ୍କର ଏହି ପ୍ରଥମ ବାର୍ଷିକ ସ୍ମୃତି ସଭାରେ ତାଙ୍କୁ ଭଲ ପାଉଥିବା ସବୁ ପ୍ରତିଭାମାନଙ୍କୁ ଗୋଟିଏ କଥା କହିବି ଯେ ଲିଟିଲ୍ କରଙ୍କର ଜୀବନ ଆମକୁ ଗୋଟିଏ ବାର୍ତ୍ତା ଦେଇ ଆମ ସମସ୍ତଙ୍କୁ ଉତ୍ସାହିତ କରୁ ଯେ ଯେତେ ପ୍ରତିକୂଳ ପରିସ୍ଥିତି ହେଲେ ମଧ୍ୟ ଆମେ ତାର ମୁକାବିଲା କରିବା ପାଇଁ ଆଦୌ ପଛେଇବା ନାହିଁ। ସେ ଯେଉଁ ରୋଗରେ ଆକ୍ରାନ୍ତ ହୋଇଥିଲେ, ସେ ରୋଗ କଥା ଶୁଣିଲେ ହିଁ ଅନେକ ଲୋକ ହତୋତ୍ସାହିତ ହେଇଯିବେ। ଦୀର୍ଘ 20 ବର୍ଷରୁ ଅଧିକ ସମୟ ଏ ରୋଗ ସହିତ ସଂଗ୍ରାମ କରିବା ସହିତ ସେ ତାଙ୍କର କଳା ପ୍ରତି ଥିବା ସମର୍ପଣ ଭାବ ଏବଂ ସଙ୍ଗୀତରେ ଯେଉଁ ପାରଦର୍ଶିତା ହାସଲ କରିଥିଲେ, ସେଥିରେ କିଛି କମ୍ କରିନାହାନ୍ତି। ଏହି କଥାଟି ଆମର ଉତ୍ତର ପିଢ଼ି ଶିଖିବା ଉଚିତ। ତାହେଲେ ଯାଇ ତାଙ୍କର ଏହି ସ୍ମୃତିଚାରଣ ସଭାରେ ଯେଉଁ ସମ୍ମାନ ଆମେ ପ୍ରଦର୍ଶନ କରୁଛେ, ତାହା ସାର୍ଥକ।